ଗାଁରେ ମାତିଛନ୍ତି ନକଲି ପଶୁ ଚିକିତ୍ସକ ଏବଂ ମନ ଇଚ୍ଛା ପଶୁଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ଏଭଳି ଅଭିଯୋଗ ଆସିଛି। ଯଦି ଦେଖିବା ଏଠାରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା କରୁଛନ୍ତି ନକଲି ଡାକ୍ତର ଏବଂ ରୋଗଗ୍ରସ୍ତ ଛେଳିଙ୍କୁ ଭୁଲ ଇଞ୍ଜେକ୍ସନ ଦେବାରୁ ଛେଳିର ଜୀବନ ଚାଲି ଯାଇଥିବା ସୂଚନା ରହିଛି। ଆନନ୍ଦପୁର ଉପଖଣ୍ଡ କଣ୍ଟିପାଳ ଗାଁରୁ ଏଭଳି ଅଭିଯୋଗ ଆସିଛି ଏବଂ ଗାଁ ଲୋକଙ୍କୁ ସାଙ୍ଗରେ ଧରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଗୃହପାଳିତଙ୍କ ମାଲିକ। ସମ୍ପୃକ୍ତ ନକଲି ଚିକିତ୍ସକ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହଁ। ଆଗରୁ ମଧ୍ୟ ଗାଁ ଲୋକଙ୍କର ଗୃହପାଳିତକୁ ପଶୁକୁ ଏଭଳି ଚିକିତ୍ସା କରି ମୃତ୍ୟୁମୁଖକୁ ଠେଲିଦେବା ଘଟଣାର ନଜିର ରହିଛି। ତେବେ ଯାହା ସୂଚନା ରହିଛି ଇଏ ବ୍ୟକ୍ତି ଜଣଙ୍କର ଗୋଟିଏ ଛେଳିକୁ ଭୁଲ ଇଞ୍ଜେକ୍ସନ ଦିଆଯାଇଥିଲା ଏବଂ ସଙ୍ଗେ ସଙ୍ଗେ ତାର ମୃତ୍ୟୁ ହୋଇଥିଲା ଏବଂ ପରଦିନ ଆଉ ଗୋଟିଏ ଛେଳି ମଧ୍ୟ ମୃତ୍ୟୁମୁଖରେ ପଡ଼ିଥିଲା। ମୁଁ ବାମଦେବ ଖଣ୍ଡା, କଣ୍ଟିପାଳ ପଞ୍ଚାୟତ ପଇତାପାଣି 3 ନମ୍ବର ୱାର୍ଡର ବାମଦେବ ଖଣ୍ଡା। ମୁଁ ଆଜ୍ଞା ପଶୁ ଡାକ୍ତର ଜଣେ ସେ ଯାଇକି ଆମ ୱାର୍ଡରେ ବୁଲୁଥିଲା, ତାର ଇଞ୍ଜେକ୍ସନ ଫିଞ୍ଜେକ୍ସନ ଦିଏ ଆଜ୍ଞା। ମୁଁ ଏଇଟା ଜାଣିନି, ଦିଏ। ଆଉ ଆମ ଘରେ ଯାଇକି ପହଞ୍ଚିକି ଜବରଦସ୍ତ ଆମ ଛେଳିକି ଇଞ୍ଜେକ୍ସନ ଦେଇଛି। ଆଉ ଦେବା ଭିତରେ ମୁଁ କହିଲି ବୀର ଭାଇ ଭଲ ହେଇଯିବ, କହିଲା ହଁ ହେଇଯିବ। ଦେଖିଲା ବେଳେ ଅଧଘଣ୍ଟା ପରେ ଛେଳି ମୋର ଗୋଟେ ମରିଲା। ତାର ଦିନ ପୁଣି ଗୋଟେ ମରିଲା। ଛେଳି ଗୋଟେ ଯୋଉଦିନ ମରିଗଲା ଆଜ୍ଞା, ବଡ଼ ଖାସିଟେ, ମୁଁ ସେଇଦିନ ତାକୁ ରାତିରେ ଯାଇକି ଆମ ଗାଁ ପାଖାପାଖି ଥିଲା ଆଜ୍ଞା। ଆଉ ସେଦିନ ରାତିରେ ଗାଁ ପାଖାପାଖି ଥିଲା। ତାକୁ ପଚାରିଲି, ମୁଁ କହିଲି ବୀର ଭାଇ କ'ଣ କରୁଛୁ? ସିଏ ସାଙ୍ଗେ ସାଙ୍ଗେ ଆସିକି ମୋତେ ମୋ ଛାତି ସହିତ ତା ଛାତି ମିଶେଇକି କହିଲା ତୁ ଗଣ୍ଡ ମଣ୍ଡ ଏମିତି ଦୁନିଆ। ନାଇଁ ସିଏ ହଁ ପଶୁ